ଜୀବନରେ ମାଗନ୍ତି ତ ସମସ୍ତେ, ଚାହାନ୍ତି ତ ସମସ୍ତେ, ଆମେମାନେ ସବୁ କିଛି ଚାହିଁଥାଉ। ଏଇଟା କରିବି, ସେଇଟା କରିବି, ଏଇଟା କରିବି, ସେଇଟା କରିବି, ସମସ୍ତ ମାଗିଥାଉ, ଚାହିଁଥାଉ। କିନ୍ତୁ ଏଇ ଗୋଟେ କଥାକୁ ମନେ ରଖନ୍ତୁ ଆପଣଙ୍କର ମରଣ ପର୍ଯ୍ୟନ୍ତ, ଜୀବନରେ ଚାହିଁବା ଦ୍ୱାରା, ମାଗିବା ଦ୍ୱାରା କିଛି ମଧ୍ୟ ମିଳେ ନାହିଁ। ତା ପାଇଁ ପରିଶ୍ରମ କରିବାକୁ ପଡ଼ିବ, ତା ପାଇଁ ଆପଣଙ୍କର ଶକ୍ତି, ଆପଣଙ୍କର ଏନର୍ଜି, ଆପଣମାନଙ୍କର ସମୟ ଲଗେଇବାକୁ ପଡ଼ିବ, ଦେବାକୁ ପଡ଼ିବ। ତେବେ ହିଁ ଆପଣମାନେ ଯେଉଁଟା ଚାହୁଁଅଛନ୍ତି, ଯେଉଁଟା ମାଗୁଅଛନ୍ତି ତାହା ପାଇପାରିବେ। କେବଳ ମାଗିଦେଲେ, ଚାହିଁଦେଲେ ଜୀବନରେ କିଛି ମଧ୍ୟ ପାଇ ହୁଏ ନାହିଁ। ତା ପାଇଁ ପରିଶ୍ରମ କରିବାକୁ ପଡ଼ିବ, ତା ପାଇଁ ଆପଣମାନଙ୍କର ଝାଳ ବୁହାଇବାକୁ ପଡ଼ିବ, ତେବେ ହିଁ ଆପଣମାନେ ପାଇପାରିବେ। ଯଦି ଭାବୁଅଛନ୍ତି ଆପଣମାନେ ମାଗିବା ଦ୍ୱାରା ପାଇବେ ବୋଲି, ତାହେଲେ ଆପଣମାନେ ଭୁଲ ଧାରଣାରେ ଅଛନ୍ତି। କେବଳ ମାଗିବା ଦ୍ୱାରା ଯଦି ସମସ୍ତେ ସବୁ କିଛି ପାଇଥାନ୍ତେ, ତାହେଲେ ଦୁନିଆ କ'ଣ ଯେ କ'ଣ ହେଇନଥାନ୍ତା। ଯଦି ଆପଣମାନେ ମାଗିବା ଦ୍ୱାରା ପାଇବେ ବୋଲି ଭାବୁଅଛନ୍ତି, ତାହେଲେ ଯଦି ବା ପାଇବେ, ତାହେଲେ ସେତିକି ହିଁ ପାଇବେ ଯେତିକି ଆପଣମାନେ ମାଗିଅଛନ୍ତି। କିନ୍ତୁ ଯେଉଁ ଲୋକ ସିଏ ମାଗିକି, ଚାହିଁକି ପରିଶ୍ରମ କରୁଛି, କାମ କରୁଛି, ବାଇବେଲ କହୁଛି ଯିଏ ତା ସ୍ୱପ୍ନରେ ଭାବେ ନାହିଁ, ଚିନ୍ତା କରୁନାହିଁ, କଳ୍ପନା କରୁନାହିଁ, ତାଠାରୁ ମଧ୍ୟ ଅଧିକ ପାଇବ। କିଏ ପାଇବ ନା ଯିଏ ମାଗିକି, ଚାହିଁକି ପରିଶ୍ରମ କରୁଛି, କାମ କରୁଛି, ସେଇ ଲୋକ ଯେଉଁଟା ସ୍ୱପ୍ନରେ ଭାବେ ନାହିଁ, ଚିନ୍ତା କରୁନାହିଁ, ତାଠାରୁ ମଧ୍ୟ ଅଧିକ ପାଇବ। ଏହି କଥାକୁ ସବୁବେଳେ ମନେ ରଖନ୍ତୁ। କେବଳ ମାଗିବା ଦ୍ୱାରା, ଚାହିଁବା ଦ୍ୱାରା ଜୀବନରେ କିଛି ମଧ୍ୟ ମିଳେ ନାହିଁ। ତା ପାଇଁ ପରିଶ୍ରମ କରିବାକୁ ପଡ଼ିବ।